ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଜୁଲାଇରୁ 3% ବୃଦ୍ଧି ପାଇବାକୁ ଯାଉଛି ମହଙ୍ଗା ଭତ୍ତା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ବର୍ତ୍ତମାନର ସେମାନଙ୍କର ଦରମା ଏବଂ ମହଙ୍ଗା ଭତ୍ତାରେ ପରବର୍ତ୍ତୀ ବଡ଼ ବୃଦ୍ଧି କେବେ ହେବ ତା ଉପରେ ନଜର ରଖିଛନ୍ତି। ଭଲ ଖବର ହେଉଛି ଯେ କର୍ମଚାରୀଙ୍କ ଡିଏରେ ପ୍ରାୟ 3%ର ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଜୁଲାଇ ମାସରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଶ୍ରମ ବ୍ୟୁରୋ ଦ୍ୱାରା ପ୍ରକାଶିତ ଶିଳ୍ପ ଶ୍ରମିକଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ସମ୍ପର୍କିତ ତଥ୍ୟ ଏହି ବିକାଶକୁ ନିଶ୍ଚିତ କରିଛି। ତେବେ ଜୁଲାଇ ମାସରୁ ଭତ୍ତା 3% ବୃଦ୍ଧି ନିଶ୍ଚିତ ଅଟେ। ଶିଳ୍ପ ଶ୍ରମିକଙ୍କ ପାଇଁ ନୂତନ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ତଥ୍ୟ ପ୍ରକାଶ ପାଇଛି। ମେ ମାସରେ ସୂଚକାଙ୍କ 150.8 ସ୍ତରକୁ ବୃଦ୍ଧି ପାଇଥିଲା। ପୂର୍ବରୁ ଏପ୍ରିଲରେ ଏହା 149.9 ଥିଲା। ଏହି ବର୍ଦ୍ଧିତ ମୁଦ୍ରାସ୍ଫୀତି ସଂଖ୍ୟା ସିଧାସଳଖ କର୍ମଚାରୀ ଭତ୍ତା ଉପରେ ପ୍ରଭାବ ପକାଏ। ତେବେ ମେ ମାସ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ହାରକୁ ଆଧାର କରି ଏହା ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି ଯେ ଜୁଲାଇରୁ ମହଙ୍ଗା ଭତ୍ତା ଅତି କମ୍ରେ 3% ବୃଦ୍ଧି ପାଇବ। ସରକାର ପୂର୍ବରୁ ଡିଏ 2% ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ସେ ନିଷ୍ପତ୍ତି ପରେ ଡିଏ 58%ରୁ 60%କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଏହି ସଦ୍ୟତମ ବୃଦ୍ଧି ସହିତ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାକୁ ଯାଉଛି। ତେବେ ନୂତନ ବେତନ କମିଶନ କାର୍ଯ୍ୟକାରୀ କରିବାର ସମୟସୀମା କ'ଣ ରହିଛି? ସରକାରୀ କର୍ମଚାରୀମାନେ ଅଷ୍ଟମ ବେତନ କମିଶନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶାସନିକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ନୂତନ ବେତନ ସ୍କେଲ ପାଇଁ ସୁପାରିଶଗୁଡ଼ିକ ଆସନ୍ତା ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକାରୀ ହୋଇପାରେ। ହେଲେ ଏହାଦ୍ୱାରା ପରିଣାମ ସ୍ୱରୂପ ଯେକୌଣସି ପ୍ରକୃତ ବେତନ ବୃଦ୍ଧି ଜାନୁଆରୀ 2026ରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି। ନୂତନ ବେତନ କମିଶନ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପରେ କର୍ମଚାରୀମାନେ 18ରୁ 24 ମାସର ବକେୟା ପାଉଣାକୁ କଭର କରି ଏକ ବଡ଼ ଏକକାଳୀନ ଦେୟ ପାଇବେ। ଏହି ସମୟରେ ଜୁଲାଇ 2026 ପାଇଁ ମହଙ୍ଗା ଭତ୍ତା ସପ୍ତମ ବେତନ କମିଶନ ଢାଞ୍ଚା ଅନୁଯାୟୀ ଗଣନା କରାଯିବାର ଆଶା କରାଯାଉଛି। ସକାରାତ୍ମକ ଭାବରେ ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ କୌଣସି ବକେୟା ଡିଏ ବକେୟା ରହିବ ନାହିଁ। ତେବେ ବକେୟା ଡିଏ ଖାତାରେ କିପରି ଜମା ହେବ? ମନି କଣ୍ଟ୍ରୋଲ ରିପୋର୍ଟ ଅନୁଯାୟୀ ଜୁଲାଇ 2026 ପରେ ସପ୍ତମ ବେତନ କମିଶନ ଅଧୀନରେ ମହଙ୍ଗା ଭତ୍ତା ବୃଦ୍ଧି ଅଷ୍ଟମ ବେତନ କମିଶନ ସୁପାରିଶ କାର୍ଯ୍ୟକାରୀ ହେବା ପରେ ପ୍ରଭାବଶାଳୀ ଭାବରେ ବକେୟାରେ ପରିଣତ ହେବ। ତେବେ ଉଦାହରଣ ସ୍ୱରୂପ ଯଦି ଜୁଲାଇ 2026ରେ ସପ୍ତମ ବେତନ କମିଶନ ଆଧାରରେ ଡିଏ ବୃଦ୍ଧି କରାଯାଏ ଏବଂ ସରକାର ପରବର୍ତ୍ତୀ ସମୟରେ ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ କରନ୍ତି, ତେବେ ଫଳସ୍ୱରୂପ ଆର୍ଥିକ ପାର୍ଥକ୍ୟ କର୍ମଚାରୀମାନଙ୍କୁ ପ୍ରଦାନ କରାଯିବ। ସରକାର ପୂର୍ବରୁ ପ୍ରଦାନ କରାଯାଇଥିବା ଡିଏ ଏବଂ ସଂଶୋଧିତ ବେତନ ସ୍କେଲ ଅନୁଯାୟୀ ଗଣନା କରାଯାଇଥିବା ନୂତନ ଡିଏ ମଧ୍ୟରେ ବ୍ୟବଧାନକୁ ବକେୟା ଭାବରେ ପ୍ରଦାନ କରିବେ। ତେବେ ଦୀପାବଳି ପାଖାପାଖି ଏହି ଘୋଷଣା କରାଯିବ। ଏହା ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ବର୍ଷକୁ 2 ଥର ତାଙ୍କ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ସଂଶୋଧନ କରନ୍ତି। ନିୟମ ଅନୁଯାୟୀ ଏହି ସଂଶୋଧନଗୁଡ଼ିକ ଜାନୁଆରୀ 1 ଏବଂ ଜୁଲାଇ 1ରୁ କାର୍ଯ୍ୟକାରୀ ହୁଏ। ଯଦିଓ ଏହି ଘୋଷଣାଗୁଡ଼ିକ ପ୍ରାୟତଃ କିଛି ମାସ ବିଳମ୍ବ ହୁଏ, ବର୍ଦ୍ଧିତ ପରିମାଣ ସର୍ବଦା ନିର୍ଦ୍ଧାରିତ କାର୍ଯ୍ୟକାରୀ ତାରିଖରୁ ପଛୁଆ ଭାବରେ କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ। ଏହା ଅନୁମାନ କରାଯାଉଛି ଯେ ଜୁଲାଇ 2026 ଡିଏ ସଂଶୋଧନ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ଏହି ଅକ୍ଟୋବରରେ ଦୀପାବଳି ପାଖାପାଖି କରାଯିବ। ହେଲେ ସରକାର ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ ତାରିଖ, ଫିଟମେଣ୍ଟ ଫ୍ୟାକ୍ଟର, ପେ ମ୍ୟାଟ୍ରିକ୍ସ ଏବଂ ଡିଏ ପରିବର୍ତ୍ତନ ସୂତ୍ର ଘୋଷଣା କରିବା ପରେ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ। ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।